ଆମେ ଯେତେବେଳେ ମଣିଷଙ୍କ ଭିତରେ କଥା ହେଇଥାଉ ତ କଲ୍ କରିଥାଉ, ମେସେଜ କରିଥାଉ, ହ୍ୱାଟ୍ସଆପ ମାଧ୍ୟମରେ ବା କୌଣସି ପତ୍ର ମାଧ୍ୟମରେ ତ ସନ୍ଦେଶ ପଠେଇଥାଉ। କିନ୍ତୁ ଯେତେବେଳେ ପ୍ରଭୁ ଆମ ସହିତ କଥା ହୁଅନ୍ତି, ସିଏ ତ ଏମିତି କଲ୍ କି ମେସେଜ କରନ୍ତି। ସିଏ କଣ କରନ୍ତି? ସିନକ୍ରୋନିସିଟି ବା ସମକ୍ରମିକତା ମାଧ୍ୟମରେ, କେବେ ୟୁନିଭର୍ସ ମାଧ୍ୟମରେ କି ଆମକୁ ଆଲାଇନ୍ କରିଦିଅନ୍ତି, କେବେ ଆମକୁ କିଛି ସଂକେତ ପଠାନ୍ତି, ଯାହା ଦେଖିକି ବୁଝିଯିବା କଥା ଯେ ପ୍ରଭୁ ଆମ ସହିତ ଅଛନ୍ତି। ସେ ଆମକୁ ଏ ସଂକେତ ପଠାଉଛନ୍ତି, ଆମ ପ୍ରାର୍ଥନା ସ୍ୱୀକାର କରିଛନ୍ତି। ତ କଣ ଘଟିଥାଏ ଯେତେବେଳେ ଆମେ ନିଜର ଫ୍ରିକ୍ୱେନ୍ସିକୁ ପ୍ରଭୁଙ୍କର ଫ୍ରିକ୍ୱେନ୍ସି ସହିତ ଆଲାଇନମେଣ୍ଟ କରିଦେଇଥାଉ? କଣ ଏମିତି ସଂକେତ ଦେଖାଯାଇଥାଏ? ଆଜି ଏହାର ରହସ୍ୟ କଣ ଜାଣିବା। ଦେଖନ୍ତୁ, ଯୋଉ ଆଧ୍ୟାତ୍ମିକ ମାର୍ଗ ହୋଇଥାଏ, ଆଧ୍ୟାତ୍ମିକତାକୁ ସିଦ୍ଧ କରିସାରିଛନ୍ତି ଯେତେବେଳେ ପୂର୍ବର କୌଣସି ସ୍ୱୀକୃତି କାମ କରିଥାଏ। ଯେମିତି କୌଣସି ତୀର୍ଥ ସ୍ଥାନ ଯାଇଥିଲି, ହରିଦ୍ୱାର ଯାଇକି ଗଙ୍ଗାରେ ସ୍ନାନ କରିଥିଲେ, ଜଗନ୍ନାଥ ଧାମ ପୁରୀ ଯାଇଥିଲେ ହୁଏତ ପିକନିକ ଉଦ୍ଦେଶ୍ୟରେ, ତେବେ ଧାମକୁ ସ୍ପର୍ଶ କରିବା ମାତ୍ର କେହି ଅଜ୍ଞାତ ଏକ ଭକ୍ତି ଉନ୍ମୁଖ ସ୍ୱୀକୃତି କାମ କରିଥାଏ। ଗୋଟିଏ ହୋଇଥାଏ ସ୍ୱୀକୃତି କି ଯୋଉଟା ଭଲ କର୍ମ ରହିଥାଏ, ଆଉ ଗୋଟେ ହୋଇଥାଏ ଖରାପ କର୍ମର ଯୋଉଟା ଦୁଷ୍କୃତି। କିନ୍ତୁ ଯୋଉଟା ଉନ୍ମୁଖ ସ୍ୱୀକୃତି ହେଉଛି ତୃତୀୟ କଣ। ଜୀବନରେ ଯଦି କୌଣସି ଭକ୍ତିର କାମ କରୁଛନ୍ତି, ତେବେ ଏଇ ତୃତୀୟ କଣ ପ୍ରକଟ ହୋଇଥାଏ। ଯେତେବେଳେ ଉନ୍ମୁଖ ସ୍ୱୀକୃତି ପ୍ରକଟ ହୋଇଥାଏ, ଏଇଠି କଣ ହୋଇଥାଏ ନା କୌଣସି ଭକ୍ତ କୌଣସି ସାଧୁଙ୍କର ସଙ୍ଗ ମିଳିଥାଏ, କୌଣସି ଗୁରୁଙ୍କ ସହିତ ଭେଟ ହୁଏ କି ଜୀବନର ଦିଶା ନିର୍ଦ୍ଦେଶ କରନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ବି ଯଦି ଆପଣଙ୍କୁ କେହି ଉଚିତ ମାର୍ଗଦର୍ଶକ, କେହି ଆପଣଙ୍କୁ ଗାଇଡ କରିବାର ଲୋକ ମିଳିନାହାନ୍ତି, ତାମାନେ ଏ ପର୍ଯ୍ୟନ୍ତ ବି ଆପଣଙ୍କ ସଂଯୋଗ ପ୍ରଭୁଙ୍କ ସହିତ ଆଲାଇନମେଣ୍ଟ ହୋଇନି। ଆଜି ଯଦି କିଛି ସକାରାତ୍ମକତା ଆସୁଛି, ଭଗବାନଙ୍କ ପ୍ରତି ଆକର୍ଷଣ ସୃଷ୍ଟି ହଉଛି, ବା ଯଦି ସ୍ୱପ୍ନରେ ପ୍ରଭୁ ଦର୍ଶନ ଦେଉଛନ୍ତି, ଇଏ ତ ଭଲ କଥା କି ଆପଣଙ୍କ ଅନ୍ତରାତ୍ମା ଶୁଦ୍ଧ ରହିଛି। କିନ୍ତୁ ସବୁଠାରୁ ଉତ୍ତମ କଥା ହଉଛନ୍ତି କି ଯେ ଆଧ୍ୟାତ୍ମିକ ଗୁରୁ ମିଳିଯାଆନ୍ତି, ଯିଏ ଆପଣଙ୍କୁ ଭଗବାନଙ୍କ ସହିତ ମିଳିତ ପାରିବେ। ପ୍ରଭୁ ନିଜେ କହିଛନ୍ତି, ଭାଗବତର ନବମ ସ୍କନ୍ଧର 4th ଅଧ୍ୟାୟର 63ତମ ଶ୍ଲୋକ ଦେଖନ୍ତୁ। ଅହଂ ଭକ୍ତ ପରାଧୀନୌ ହାସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁ ବିଗ୍ରସ୍ତ ହୃଦ ଯୌ ଭକ୍ତିର ଭକ୍ତ ଜନପ୍ରିୟ। ଭଗବାନ କହୁଛନ୍ତି, ହେ ବ୍ରାହ୍ମଣ, ସମ୍ପୂର୍ଣ୍ଣ ରୂପରେ ମୋ ଭକ୍ତଙ୍କର ଅଧୀନ। ସାଧୁ ଭକ୍ତଗଣ ଯେ ନିଷ୍କାମ ହୋଇଥାନ୍ତି, ତେଣୁ ମୋ ହୃଦୟରେ ତାଙ୍କ ବାସ ରହିଥାଏ। ମତେ ଯେ କେବଳ ମୋ ଭକ୍ତ ହିଁ ପ୍ରିୟ ନୁହନ୍ତି, ମୋ ଭକ୍ତଙ୍କର ଭକ୍ତ ମଧ୍ୟ ମୋର ଅତ୍ୟନ୍ତ ପ୍ରିୟ ହେଇଥାନ୍ତି। ତେଣୁ ଯଦି କାହାକୁ ମୁଁ ଦରକାର ଅଛି, ତେବେ ସେ ମୋ ଭକ୍ତଙ୍କର ଶରଣରେ ଚାଲିଯାଆନ୍ତି। ମୋ ଭକ୍ତ ହିଁ ମତେ ଆଉ କାହାକୁ ପ୍ରଦାନ କରିପାରିବେ, ନଚେତ ମୁଁ ନିଜେ ନିଜକୁ ଆଉ କାହା ହାତରେ ଦେଇପାରିବିନି। ତ ନିଶ୍ଚିତ ଏ ଗୋଟିଏ କଥା ମନେ ରଖିଥାନ୍ତୁ, ଯଦି ଆପଣଙ୍କୁ ଭଗବାନଙ୍କ ସହିତ ସଂଯୋଗ ମିଳିଛି, ତେବେ ନିଶ୍ଚିତ କେହି ନା କେହି ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଚାहे ଆପଣଙ୍କର ପଥ ପ୍ରଦର୍ଶକ ଗୁରୁ ହେଇପାରନ୍ତି, ଆପଣଙ୍କର ଶିକ୍ଷା ଗୁରୁ ହେଇପାରନ୍ତି, ଦୀକ୍ଷା ଗୁରୁ ହେଇପାରନ୍ତି, ଅଥବା କେହି ତ ଜଣେ ଗୁରୁ ଯିଏ ଆପଣଙ୍କ ଜୀବନରେ ଆସିଛନ୍ତି। ଆପଣ ସେ ଗୁରୁଙ୍କ ମାଧ୍ୟମରେ କି ସଂଶୋଧିତ ହେଇପାରିବେ। ଗୁରୁ ହେତୁ ଆପଣଙ୍କୁ କିଛି ନାମ ମନ୍ତ୍ର ଦେବେ, କିଛି ଶାସ୍ତ୍ର ଅଧ୍ୟୟନ କରିବେ, କିଛି ନିୟମ ବତେଇବେ। ସେଇ ନିୟମ, ସେଇ ପଦ୍ଧତିକୁ ପାଳନ କରୁ କରୁ ଆପଣ ପ୍ରଭୁଙ୍କର କୃପା ପାର୍ଷଦ କରିଯିବେ। ତେଣୁ ବିନ ହରି କୃପା ମିଳେନି ସନ୍ଥା। ଭଗବାନଙ୍କର କୃପା ହେଲେ ହିଁ ଗୁରୁ ମିଳନ୍ତି, ଆଉ ଗୁରୁଙ୍କ କୃପା ହେଲେ ଭଗବାନ ମିଳନ୍ତି। କଣ ଦେଖିଥିବେ, ଜଣେ ସବୁ ଆଡୁ ବିଫଳ ହେଇଯାଇଥିବେ, କଣ କରିବେ କଣ ନ କରିବେ କିଛି ବିଚାର କରିବାର କ୍ଷମତା ହରାଇ ବସିଥିବେ। ପରିସ୍ଥିତି କିଛି ଏମିତି ଉପଜିତ ହେବ କି ଆଉ କୌଣସି ଉପାୟ ଦେଖାଯାଉନଥିବ। ଏକାନ୍ତରେ ବସି ଚିନ୍ତନ କରୁଥିବେ, କଣ କରିବି କଣ ନ କରିବି। ଏତିକି ବେଳେ ଅନ୍ତରାତ୍ମାରୁ ଏକ ସାନ୍ତ୍ୱନା, ଏକ ନିଷ୍କର୍ଷ ବାହାରି ଆସେ। ଆରେ କିଛି ହବନି, କିଛି ଗୋଟେ ଉପାୟ ମିଳିବ। କୋଉଠି ନା କୋଉଠି ଏକ ଆଶାର କିରଣ ଦେଖାଯାଇଥାଏ। ତେବେ ଇଏ କଣ? ଏଇ ଯୋଉ ଅନ୍ତରାତ୍ମାରୁ ଶବ୍ଦ ବାହାରିଥାଏ, ପ୍ରଭୁଙ୍କର। ଭଗବତ ଗୀତାର 8ଦଶ ଅଧ୍ୟାୟରେ ପ୍ରଭୁ ଯେତେବେଳେ ଅର୍ଜୁନକୁ ବୁଝେଇଛନ୍ତି, ହେ ଅର୍ଜୁନ, ଶରୀର ରୂପୀ ଯନ୍ତ୍ରର ହୃଦୟ ଦେଶରେ ମୁଁ ବିରାଜ କରିଛି। ଆମେ ଯେତେବେଳେ କୌଣସି ସମସ୍ୟାରେ ଫସି ଯାଉଛନ୍ତି, କୌଣସି ସମାଧାନର ବାଟ ଖୋଜି ପାଉନାହାନ୍ତି, ଏତିକି ବେଳେ ଯିଏ ପରମ ମିତ୍ର, ଯିଏ ଆମ ହୃଦୟ ମନ୍ଦିରରେ ବିରାଜିଛନ୍ତି, ତାଙ୍କୁ ଥରେ ପଚାରନ୍ତୁ। ବହିର୍ମୁଖ ନ ହେଇକି ଅନ୍ତର୍ମୁଖ ହେଇକି ଦେଖନ୍ତୁ। ଯେତେ ବି ଡିପ୍ରେସନରେ ଥାନ୍ତୁ, ଯେତେ ବି ଉପାୟ ଦେଖାଯାଉନଥାଉ, ଭିତରୁ ଅନ୍ତରାତ୍ମା କଣ କରୁଛନ୍ତି? ହେଇ, ଚିନ୍ତା କଣ କରୁଛୁ, ମୁଁ ପରା ତ ପାଖରେ ଅଛି। ଏ ପ୍ରକାର ଯେତେବେଳେ ଅନ୍ତରାତ୍ମାରୁ ବାହାରିଥାଏ, ଇଏ ହୋଇଥାଏ ଭଗବାନଙ୍କର ଶବ୍ଦ। ତେବେ ଯଦି ସେଇ ଭଗବାନଙ୍କ ପ୍ରତି ଗତିଶୀଳ ହେଇଯାଉଛନ୍ତି,
ଆପଣ ଯଦି ତାଙ୍କ ଆଡକୁ ଗୋଟିଏ ପାଦ ବି ଅଗ୍ରସର ହଉଛନ୍ତି, ସିଏ ଆପଣଙ୍କ ଆଡକୁ 10 ପାଦ ଆଗେଇ ଆସିବେ। ଯେମିତି କି ଜଣେ ଛୋଟ ପିଲା ଯେତେବେଳେ ତା କୁନି କୁନି ପାଦରେ ପ୍ରଥମ ଥର ପାଇଁ ଚାଲି ଶିଖୁଥାଏ, ତା ପିତା ମାତା ଦେଖିକି ଆହୁରି ତାକୁ ଉତ୍ସାହିତ କରୁଥାନ୍ତି। ସେ ପାଦେ ପାଦେ ଆଗକୁ ଯାଉଥାଏ, ପ୍ରଭୁ ମାନେ ଆହୁରି ଉତ୍ସାହିତ କରୁଥାନ୍ତି। କିନ୍ତୁ ଚାଲୁ ଚାଲୁ କି ଯେମିତି ତଳେ ପଡିଯାଏ, ମାନେ ଖପ୍ କିନା ଉଠେଇ ନିଅନ୍ତି। ଠିକ ଭଗବାନ ମଧ୍ୟ ଏମିତି କରନ୍ତି। ଆମେ ତାଙ୍କ ଆଡକୁ ଗୋଟିଏ ପାଦ ଆଗେଇବା ତ ସେ ଆମ ଆଡକୁ 10 ପାଦ ଆଗେଇ ଆସନ୍ତି। ଆପଣ କହିପାରନ୍ତି ଜଣେ ଆଧ୍ୟାତ୍ମିକ ଲୋକ ତ ଏମିତି କହିବେ, ଏହାର ପ୍ରମାଣ କଣ ରହିଛି, ଦେଖିଛି କିଏ? ଆଜ୍ଞା, ଏ ଭୌତିକ ଜଗତର ଯେତେ ବି ସମସ୍ୟା ରହିଛି, ସବୁଥିର ସମାଧାନ ହଉଛି ଆଧ୍ୟାତ୍ମ। ଯେ ପର୍ଯ୍ୟନ୍ତ ଆଧ୍ୟାତ୍ମକୁ ନ ପଣିଛନ୍ତି, ସେ ପର୍ଯ୍ୟନ୍ତ ସନ୍ତୁଷ୍ଟି ପାଇପାରିବେନି। ଥରେ କିଛି ଲୋକମାନଙ୍କୁ ନେଇକି ଏକ ଗବେଷଣା କରାଯାଇଥିଲା। ଯୋଉମାନେ ବହୁତ ଚିନ୍ତିତ ରହୁଥିଲେ, ଡିପ୍ରେସନରେ ରହୁଥିଲେ, ଏମାନଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା କି ୟାଙ୍କ ମନ କାହିଁକି ଏତେ ଅସ୍ତବ୍ୟସ୍ତ ରହୁଛି। ସେମାନଙ୍କର ଉଚ୍ଚତା, ତାଙ୍କ ହୃଦସ୍ପନ୍ଦନ, ତାଙ୍କର ସମସ୍ତ କିଛି ପରୀକ୍ଷଣ କରାଯାଇଥିଲା। ପୁଣି ଏକ ମେସିନ ଲଗାଇକି ତାଙ୍କ ମସ୍ତିଷ୍କର ପ୍ରକ୍ରିୟାକୁ ଯେତେବେଳେ ଅନୁକରଣ କରାଯାଇଥିଲା, ଜଣା ପଡିଥିଲା କି ଯେବେ ମସ୍ତିଷ୍କରେ କୌଣସି ବିଚାର ଉତ୍ପନ୍ନ ହଉଛି ତ ଏକ ସ୍ପାର୍କ ଯେମିତି ଉତ୍ପନ୍ନ ହଉଛି। ମସ୍ତିଷ୍କରେ ଯୋଉ ତରଳ ପଦାର୍ଥ ଗୁଡ଼ିକ ରହିଛି, ଏଥିରେ ବିଦ୍ୟୁତ ଯେମିତି ପ୍ରଭାବିତ ହେଇଯାଉଛି। ତେବେ ତାଙ୍କୁ ବିଭିନ୍ନ ପ୍ରକାର ଉପାୟ କୁହାଯାଉଥିଲା, ମେଡିଟେସନ କର, ନୀରବ ବସ, ମୌନତା ପାଳନ କର, ଅନ୍ୟ କିଛି ବିଚାର ଆସିବାକୁ ନ ଦିଅ, ନିର୍ବିକାର ହୋଇଯାଅ। କିନ୍ତୁ କୌଣସି ଉପାୟରେ ସ୍ପାର୍କ ବନ୍ଦ ହେଉନଥିଲା। ପରେ ଯେତେବେଳେ ତାଙ୍କୁ ମନ୍ତ୍ର ଜପ କରିବାକୁ ଦିଆଗଲା, ପ୍ରଭୁଙ୍କର ନାମ ଉଚ୍ଚାରଣ କରିବାକୁ ଦିଆଗଲା, ଦେଖାଗଲା କି ସେ ସେରେବ୍ରମ୍ ଫ୍ଲୁଇଡ ଗୁଡିକ ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଇଥିଲା। ଆପଣ ହয়তো କହିପାରନ୍ତି କି ହଁ, ସେ କଣ ପରୀକ୍ଷଣ, କିଏ କୋଉଠି କରିଥିଲା, କାହିଁ ଆମକୁ ସେ ବେକାର କଥା ଗୁଡାକ ଶୁଣାଉଛନ୍ତି। ଆଜ୍ଞା, ଯାହାକୁ ନ ମାନିବାର ଅଛି କେବେ ମନେ ହବନି। କିନ୍ତୁ ଏତିକି ତ କହିପାରିବି କି ଥରେ ପରୀକ୍ଷା କରିକି ତ ଦେଖନ୍ତୁ। ଏତେ ତ ଉପାୟ କଲେ, ଡିପ୍ରେସନ ଗୋଲି ଖାଉଛନ୍ତି, ଏଠି ସେଠି ଯାଉଛନ୍ତି, ବିଭିନ୍ନ ଖରାପ ଜିନିଷ ସେବନ କରିକି ଭାବୁଛନ୍ତି ମନ ଶାନ୍ତ ହେଇଯିବ। ସେଥିରେ କିଛି ଦିନ ନାମ ତ ଜପ କରିକି ଦେଖନ୍ତୁ, କ୍ଷତି କୋଉଠି ହେଇଯାଉଛି। କିଏ ବା ଔଷଧ ଖାଇକି ଜିଉଛନ୍ତି, ଆଉ କିଏ ମନ୍ତ୍ର ଜପ କରିକି ବି ଜିଉଛନ୍ତି। କୋଉଟା ଉତ୍କୃଷ୍ଟ, ଆପଣ ନିଜେ ତ ବିବେଚନା କରନ୍ତୁ। ଏବେ ଆସନ୍ତୁ ଜାଣିବା କିଛି ସଂକେତ, ଯାହା ନିର୍ଦ୍ଦେଶ କରିଥାଏ କି ଆଧ୍ୟାତ୍ମିକ ଉର୍ଜା ଆପଣଙ୍କ ସଙ୍ଗରେ ଅଛନ୍ତି। ପ୍ରଥମ ସଂକେତ, ବଡରୁ ବଡ ସମସ୍ୟାରେ ବି ଏକ ଅଦ୍ଭୁତ ଶାନ୍ତି ଅନୁଭୂତ ହେବା। ଜୀବନରେ ଯେବେ ଅରାଜକତା, ଯେବେ ସଂଘର୍ଷ ବଢି ଯାଇଥାଏ, ସବୁଆଡୁ ନିରାଶା ହିଁ ନିରାଶା ଦେଖା ଯାଉଥାଏ, ହୃଦୟର ଅନ୍ତଃକରଣ ଯଦି କୋଉଠି ନା କୋଉଠି ପ୍ରଶାନ୍ତିର ଝଲକ, ଏକ ଆଶ୍ୱାସନାର ଅନୁଭବ କରୁଥାଏ, ଏ ନିଶ୍ଚୟ ପ୍ରଭୁଙ୍କର ସଂକେତ। ପ୍ରଭୁ ଆପଣଙ୍କ ସଙ୍ଗରେ ଅଛନ୍ତି। ସିଏ ଆପଣଙ୍କ ଅନ୍ତଃକରଣରୁ ସ୍ପଷ୍ଟ କରିଦେଉଛନ୍ତି, ସିଏ ଆପଣଙ୍କ ପାଖେ ପାଖେ ଅଛନ୍ତି। ଯୋଉ ପ୍ରକାର ପ୍ରଭୁଙ୍କର ଚରିତ୍ର ଦେଖନ୍ତୁ, ବ୍ରହ୍ମାଣ୍ଡରେ ପ୍ରଳୟ ଆସିଗଲେ ବି ସିଏ ଅସ୍ତବ୍ୟସ୍ତ ହୁଅନ୍ତିନି, ସର୍ବଦା ନୀରବ ରୁହନ୍ତି। ସେ ପ୍ରକାର ସେ ନିଜ ଭକ୍ତଗଣକୁ ମଧ୍ୟ ମାନସିକ ସ୍ଥିରତା ପ୍ରଦାନ କରନ୍ତି। ତେଣୁ ଯଦି ଆପଣ ସମସ୍ୟାରେ ବି ଅବିଚଳିତ ରହିପାରୁଛନ୍ତି, ନିଶ୍ଚୟ ଇଏ ଭଗବାନଙ୍କର ସଂକେତ, ପ୍ରଭୁ ଆପଣଙ୍କ ପାଖେ ପାଖେ ଅଛନ୍ତି। ସଂକେତ ନମ୍ବର 2, ଦ୍ୱିତୀୟ ରହିଥାଏ କି ପୁରୁଣା ବନ୍ଧନ ଗୁଡିକ ଠାରୁ ମୁକ୍ତି ପାଇବାର ଶକ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଆପଣଙ୍କୁ ଅତୀତର ଦୁଃଖ, ଖରାପ ଅଭ୍ୟାସ, ଖରାପ ସମ୍ପର୍କ ଏବଂ ନକାରାତ୍ମକ ବିଚାର ଗୁଡିକ ଠାରୁ ଦୂରେଇବା ପାଇଁ କି ପ୍ରେରଣା ମିଳୁଛି। ଅବଶ୍ୟ ଇଏ ଭଗବାନଙ୍କର ସଂକେତ, ସିଏ ଆପଣଙ୍କୁ ମାର୍ଗକୁ ଆଣିବାକୁ ଚାହୁଁଛନ୍ତି, ଆଲାଇନମେଣ୍ଟ କରିବାକୁ ଚାହୁଁଛନ୍ତି, ନୂଆ ପ୍ରକାରର ଜୀବନ ଗଢେଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆପଣଙ୍କୁ ଏଇ ପ୍ରକାର ସଂକେତ ପରିଲକ୍ଷିତ ହେଉଛି। ତୃତୀୟ ରହିଥାଏ କି ଅନ୍ତର୍ଜ୍ଞାନ ପ୍ରଖର ହେଇଯିବା। ଯଦି ଅଚାନକ ଆପଣଙ୍କୁ କୌଣସି ନିର୍ଣ୍ଣୟ, କୌଣସି ନିଷ୍ପତ୍ତି ନେବାରେ ଏକ ଗହୀର ସ୍ପଷ୍ଟତା ଅନୁଭବ ହେଉଛି, ଘଟଣା କିଛି ଘଟିବା ପୂର୍ବରୁ କି ଆପଣ ଅନ୍ତରାତ୍ମାର ଏକ ପୂର୍ବାଭାସ ହେଇଯାଉଛି, ଅଥବା ବିନା କୌଣସି ଠୋସ କାରଣ ନଥାଇକି ବି ଠିକ ଭୁଲର ଆଭାସ ହେଇଯାଉଛି, ଜାଣନ୍ତୁ ଇଏ ଆପଣଙ୍କ ଅନ୍ତର୍ଜ୍ଞାନ ଶକ୍ତିର ବିକାଶ ଘଟୁଛି। ଏ ହୋଇଥାଏ ସେ ପ୍ରଭୁଙ୍କର ଦିବ୍ୟ ଚେତନା ସହିତ ଯୋଡି ହେବାର ସଂକେତ। ଚତୁର୍ଥ ରହିଥାଏ କି ବିପରୀତ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ଆସିଯାଉଛି। ବର୍ତ୍ତମାନ ଜୀବନରେ ଯଦି ଏମିତି ପ୍ରତୀତ ହେଉଛି, ଜୀବନର ସମସ୍ୟା ଗୁଡିକ ଆଉ ପୂର୍ବ ଯେମିତି ଅଧିକ କଠିନ ମନେ ହଉନି, ଏବେ ଆପଣ ଆହୁରି ମାନସିକ, ଭାବନାତ୍ମକ ରୂପରେ ଅଧିକ ସଶକ୍ତ ହେଉଛନ୍ତି, ତେବେ ଇଏ ହୋଇଥାଏ ଭଗବତ କୃପାର ସଂକେତ। କାହିଁକିନା ଭଗବତ କୃପା ପାର୍ଶ୍ୱଦ କେବେ ସମସ୍ୟା ଦେଖିକି ଡରି ଯାଆନ୍ତିନି, ସେ ତାକୁ ସାମ୍ନା କରିବାର ସାମର୍ଥ୍ୟ ହାସଲ କରିଥାନ୍ତି। ତେଣୁ ଇଏ ହୋଇଥାଏ ଏକ ସ୍ପଷ୍ଟ ପ୍ରମାଣ।
ପଞ୍ଚମରେ ହୋଇଥାଏ କି ଅଚାନକ କେହି ସାଧୁ, କେହି ସନ୍ଥ ବା କୌଣସି ଭକ୍ତଙ୍କ ସହିତ ଭେଟ ହୋଇଯିବା, ଯାହାଙ୍କ ପ୍ରେରଣାରେ ଆପଣଙ୍କର ଭକ୍ତି ଭାବ ଆହୁରି ପ୍ରଗାଢ଼ ହେଇଯାଉଥିବ, ଯିଏ ଆପଣଙ୍କୁ ସଠିକ ମାର୍ଗଦର୍ଶନ କରିପାରୁଥିବେ, ଭକ୍ତି ମାର୍ଗରେ ଆପଣଙ୍କୁ ଆହୁରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗୁଥିବେ। ତେବେ ଏଇ କୌଣସି ସଂଯୋଗ ମନେ କରନ୍ତୁନି। କାହିଁକିନା ପ୍ରଭୁ ଆମକୁ ଯେ ସନ୍ଦେଶ କେହି ନା କେହି ତାଙ୍କ ଖାସ ଲୋକଙ୍କ ଜରିଆରେ, କେହି ସାଧୁ, କେହି ଭକ୍ତଙ୍କ ମାଧ୍ୟମରେ ହିଁ ପଠେଇଥାନ୍ତି। ତ ଏ ହଉଛି ତାଙ୍କ କୃପାର ସଂକେତ, ସେ ଆପଣଙ୍କୁ ସଠିକ ମାର୍ଗଦର୍ଶନ କରାଉଛନ୍ତି। ଆଉ ଏକ ସଂକେତ ହୋଇଥାଏ କି ସ୍ୱପ୍ନରେ ବା ଧ୍ୟାନରେ କୌଣସି ଦିବ୍ୟତା ଅନୁଭୂତ ହେବା। ପ୍ରଭୁ ଯେ ନିଜ ଭକ୍ତ ମାନଙ୍କ ସହିତ ସମ୍ବାଦ କରିବା ପାଇଁ ଅବଚେତନ ମନକୁ ବାଛନ୍ତି। ତେଣୁ ଯଦି ଆପଣଙ୍କୁ ଧ୍ୟାନରେ କିଛି ଗଭୀର ଅନୁଭବ ହେଉଛି, କିମ୍ବା ସ୍ୱପ୍ନରେ କିଛି ଦୈବ ବାଣୀ ଅଥବା ସେ ପ୍ରକାର କିଛି ଦୃଶ୍ୟ ଦେଖାଯାଉଛି, ଏ ସୂଚନା ହେଇଥାଏ କି ଆପଣଙ୍କ ଅନ୍ତରାତ୍ମା ଧୀରେ ଧୀରେ ପବିତ୍ର ହେବାକୁ ଲାଗିଛି, ଆପଣ ଆଧ୍ୟାତ୍ମିକତା ଆଡକୁ ଗତି କରୁଛନ୍ତି। ଏବେ ସପ୍ତମ ସଂକେତ, ସପ୍ତମ ରହିଥାଏ କି ଜୀବନରେ କିଛି ଚମତ୍କାରୀ ଘଟଣା ଘଟିଯିବା। ଯଦି ଆପଣଙ୍କୁ କୌଣସି ବିକଟ ପରିସ୍ଥିତିରେ, କୌଣସି କଠିନ ସମସ୍ୟା ସମୟରେ ଅଚାନକ କାହାଠାରୁ ସହାୟତା ମିଳିଯାଉଛି, ଅପ୍ରତ୍ୟାଶିତ ରୂପରେ ଆପଣ ସମସ୍ୟାରୁ ବାହାରକୁ ଆସିପାରୁଛନ୍ତି, ସୁଯୋଗ ମିଳିଯାଉଛି, ଅଥବା କୌଣସି ଜଟିଳତମ ସମସ୍ୟାର ସମାଧାନ ଅତି ସହଜରେ ହେଇଯାଉଛି, ତେବେ ଏଇ ଜାଣନ୍ତୁ ପ୍ରଭୁକୁ ତାର ସଂକେତ। କାହିଁକିନା ପ୍ରଭୁ ଯେତେବେଳେ କାହାର ମାର୍ଗଦର୍ଶନ କରାନ୍ତି, ଜୀବନରେ କିଛି ଏଇ ପ୍ରକାର ଘଟଣା ଘଟିବାକୁ ଲାଗେ। ତେବେ ଏ ଥିଲା କିଛି ସଂକେତ ଯାହା ସ୍ପଷ୍ଟ କରିଦିଏ କି ଆମେ ଏକୁଟିଆ ନୁହନ୍ତି, ପ୍ରଭୁଙ୍କର କୃପା ଆମ ସଙ୍ଗରେ ରହିଛି। ଶେଷରେ ମାତ୍ର ଏତିକି କହିବି, ଯେତେ ଉନ୍ନତି କରନ୍ତୁ, ଯେତେ ସୁଖ ସାମଗ୍ରୀ ଏକତ୍ର କରନ୍ତୁ, ବିନା ଆଧ୍ୟାତ୍ମରେ କୋଉଠି ଶାନ୍ତି ପାଇପାରିବେନି। ରହୁଛି ଆଜ୍ଞା।